ଆଜିର ପାଗଟା କିଛି ଏମିତି ଥିଲା, ମୋର ଏଇ ବିଲେଇ ନଜର ଲମ୍ବ ଜନ୍ତୁ ଭଳି ମାଡ଼ିଥିବା ଏଇ ପୋଇ ନାଡି ଉପରେ ପଡିଲା। ରୋଷେଇ ଘରକୁ ଆସି ଚାଉଳ ଦିଟା ବତୁରେଇ ଦେଲି, ତାପରେ ଶକ୍ତିମାନ ସାଜି ରୋଷେଇଟା ଆରମ୍ଭ କଲି। ନିଜ କାନ୍ଧରୁ ଅଧା ବୋଝ ଟିକେ ହାଲକା କରିଦେଲି। ବୋଉଙ୍କୁ ପଠେଇ ଛନଛନିଆ ପୋଇ ପତ୍ର ଦିଟା ତୋଳି ଆଣିଲି। ପାଣିରେ କାଚି କୁଚି ବାଲି ଗୁରାକ ଛଡେଇ ଦେଲି। ବଡ ଛୁରୀଟା ଧରି କୁଚି କୁଚି କରି କାଟି ପକେଇଲି। ଚାଉଳରେ ପିଆଜ, ଅଦା, ରସୁଣ, ଆଲ 2ଟି ଶୁଖିଲା ଲଙ୍କା ପକେଇ ବାଟି ପକେଇଲି। ପୋଇ ପତ୍ରରେ ଅଜାଡି ଘାଣ୍ଟି ଦେଲି। ବଡ ତାୱାଟା ବସେଇଲି। ତାପରେ ତ ପିଠା କରିବା ପ୍ରସ୍ତୁତିରେ ଲାଗି ପଡିଲି। ସୋରିଷ ତେଲ ଟିକେ ବୁଲେଇ ଦେଲି, ତାକୁ ଏପଟ ସେପଟ କରିଦେଲି। ଆଲୋ ଏଇ ତ ପୋଇ ଚକୁଳି ରେଡି କରିଦେଲି। ଆଲୋ ଏମିତି ଚକୁଳି କରିକି ଖାଇବେ, ସବସ୍କ୍ରାଇବ ଟିକେ କରିଦେଇ ଯିବେ।